ଆଜି କୋଡିଙ୍ଗାମାଳି ଖଣିର ସମ୍ପ୍ରସାରଣ ନିମନ୍ତେ 3.6 ମିଲିୟନ ଟନ୍ ପର ଆନମ୍ରୁ 6 ମିଲିୟନ ଟନ୍ ପର ଆନମ୍ ଖନନର ଅଭିବୃଦ୍ଧି ନିମନ୍ତେ ଓଡ଼ିଶା ଖଣି ନିଗମର ଯେଉଁ ପ୍ରସ୍ତାବ ରହିଛି ତା ପାଇଁ ଆଜିକାର ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଆମର ପ୍ରଭାବିତ ଯେଉଁ ଅଛନ୍ତି ଗାଁ କୋଡ଼ିପାଡ଼ି ପଞ୍ଚାୟତର 2ଟି ଗାଁ ଏବଂ ବଙ୍କାମ ପଞ୍ଚାୟତର 5ଟି ଗାଁର ଆଦିବାସୀ ବୃନ୍ଦ ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ଏଇ ଯେଉଁ ଆମର ଖଣି ଖନନର ଅଭିବୃଦ୍ଧି ହେବ 3.6 ମିଲିୟନ ଟନ୍ ପର ଆନମ୍ରୁ 6 ମିଲିୟନ ଟନ୍ ପର ଆନମ୍ ସେ ବାବଦରେ ତାଙ୍କୁ ସୂଚନା ଦିଆଯାଇଥିଲା ଏବଂ ଏ ପ୍ରକଳ୍ପର ଯେ ପ୍ରସ୍ତାବକ ଅଛନ୍ତି ଓଡ଼ିଶା ଖଣି ନିଗମ ତାଙ୍କରି ପ୍ରସ୍ତାବନା ପ୍ରେଜେଣ୍ଟେସନ ଆକାରରେ ଦେଇଥିଲେ ଯେ ଏହି କାର୍ଯ୍ୟକ୍ରମଟି କିପରି ଭାବରେ ହେବ ଏବଂ ତାପରେ ସମସ୍ତ ଆଦିବାସୀ ବୃନ୍ଦଙ୍କର ମତାମତ ଲିଖିତ ଭାବରେ ଏବଂ ମୌଖିକ ଭାବରେ ମଗାଯାଇଥିଲା ଏବଂ ସେହି ବ୍ୟକ୍ତି ସମୂହ ପାଖାପାଖି 26ଟି ବ୍ୟକ୍ତି ଆସି ମହିଳା ମା ମାଉସୀ ଗୁରୁଜନ ବୃନ୍ଦ ଯୁବକ ପ୍ରୌଢ଼ ତାଙ୍କର ମତାମତ ରଖିଥିଲେ ଏବଂ ପାଖାପାଖି 25-26ଟି ମଧ୍ୟ ଲେଖା ଆକାରରେ ବିଭିନ୍ନ ବ୍ୟକ୍ତି ସମୂହ ତାଙ୍କରି ସମସ୍ୟାକୁ ଉତ୍ଥାପନ କରିଛନ୍ତି ଏବଂ ତାଙ୍କ ଦାବି ରଖିଛନ୍ତି ଏବଂ ତାରି ସାରାଂଶ ପୁଣି ଆମେ ତାଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା ଯାହାକି ମୁଖ୍ୟତଃ ଦାବି ଗୁଡ଼ିକ ଥିଲା ରୋଡ଼ର ନିର୍ମାଣ ହେଉ ଡ୍ରେନ୍ର ନିର୍ମାଣ ହେଉ ଶିକ୍ଷା ବ୍ୟବସ୍ଥାର ଅଭିବୃଦ୍ଧି ହେଉ ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି ବଢ଼ାଯାଉ ଶିକ୍ଷକ ନିଯୁକ୍ତି କରାଯାଉ ଏବଂ ବିଭିନ୍ନ ବାହାର ରାଜ୍ୟକୁ ଯାଉଥିବା ବ୍ୟକ୍ତିମାନଙ୍କର କର୍ମ ନିଯୁକ୍ତି ଏଠାରେ କରାଯାଉ ଏବଂ ଶିକ୍ଷା ପ୍ରକାରେ ସେ କମ୍ପାନୀରେ ନିଯୁକ୍ତି ଦିଆଯାଉ ତତ୍ସହିତ ସୋଲାର ପ୍ରକଳ୍ପ କରାଯାଉ ପାନୀୟ ଜଳ ଯୋଗାଣ କରାଯାଉ ଜମିର ଜଳସେଚନ ବ୍ୟବସ୍ଥା କରାଯାଉ ତାଙ୍କରି ଦେବାଦେବୀଙ୍କର ମନ୍ଦିରର ନିର୍ମାଣ କରାଯାଉ ଏସବୁ ବିଭିନ୍ନ ସମସ୍ୟା ଗୁଡ଼ିକ ସମସ୍ତେ ଉତ୍ଥାପନ କରିଥିଲେ ଏବଂ ତା ଉପରେ ପୁଣି ପ୍ରକଳ୍ପର ପ୍ରସ୍ତାବକ ଓଡ଼ିଶା ଖଣି ନିଗମ ତାଙ୍କ ଉତ୍ତର ରଖିଥିଲେ ଏବଂ ଏହି କାର୍ଯ୍ୟକ୍ରମଟି ଅତ୍ୟନ୍ତ ସୁରୁଖୁରୁରେ ଏବଂ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଏଇଟା ଅନୁଷ୍ଠିତ ହୋଇଛି ଏବଂ ତାଙ୍କରି ଯାହା ମତାମତ ଦେଇଛନ୍ତି ତାକୁ ଭିଡ଼ିଓ ଉତ୍ତୋଳନ କରାଯାଇଛି ଚିତ୍ର ଉତ୍ତୋଳନ କରାଯାଇଛି ଯାହା ବିଧି ବ୍ୟବସ୍ଥା ରହିଛି ଏବଂ ଏହାକୁ ଆମେ ସରକାରଙ୍କ ପାଖକୁ ପଠାଇବୁ। ଧନ୍ୟବାଦ।